ପ୍ରସ୍ଥାନ କରି ଯାତ୍ରା କଲୁ। ପୁଣି ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ନଗରର ବାହାର ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଛାଡ଼ିବା ନିମନ୍ତେ ଆସିଲେ। ଆଉ ସମୁଦ୍ର କୂଳରେ ଜାନୁପାତ କରି ଆମ୍ଭେମାନେ ପ୍ରାର୍ଥନା କଲୁ। ପୁଣି ପରସ୍ପରଠାରୁ ବିଦାୟ ଘେନିଲୁ। ପରେ ଆମ୍ଭେମାନେ ଜାହାଜରେ ଚଢ଼ିଲୁ, ଆଉ ସେମାନେ ଘରକୁ ବାହୁଡ଼ି ଗଲେ। ଦେଖନ୍ତୁ 21 ଅଧ୍ୟାୟରେ ସେ କେତେଟା ସ୍ଥାନ ନା ଲେଖା ହଉଛି ଦେଖନ୍ତୁ। 6 ପଦ ଭିତରେ କୋଷକୁ ଗଲୁ, କୋଷରୁ ରଦାକୁ ଆସିଲୁ, ତାପରେ ପାତାରାକୁ ଆସିଲୁ, ତାର ଫିନିକିଆ ଦେଇ ଗଲୁ, କୁପ୍ରକୁ ଗଲୁ, ସୁରିଆକୁ ଗଲୁ, ତାପରେ ସରରେ ପହଞ୍ଚିଲୁ। ଆମେ ଭାବି ଦେଖନ୍ତୁ ତାଙ୍କର ଯାତ୍ରା କେମିତି ଥିଲା। ମୁଁ ଗତ ଦିନ ମାନଙ୍କୁ ବି କହିଛି, ଏଟଲିଷ୍ଟ ଆପଣଙ୍କ ଛୁଟି ଦିନ ମାନଙ୍କରେ କୌଣସି ଗୋଟେ ସ୍ଥାନକୁ ଆପଣଙ୍କ ପୁଅ ଝିଅକୁ ନେଇକି ଯାଆନ୍ତୁ। ଗୋଆ, ଉଟି କଥା କହୁନାହିଁ, ଗୋଟେ ମିଶନ ଫିଲ୍ଡ କୁ ଯାଆନ୍ତୁ। ଆପଣଙ୍କ ନିକଟସ୍ଥ ଗୋଟେ ମିଶନ ଫିଲ୍ଡ କୁ ଯାଆନ୍ତୁ। ସେ ଚର୍ଚ୍ଚ ଆଟେଣ୍ଡ କରନ୍ତୁ, ପାଳକଙ୍କୁ ସାକ୍ଷାତ କରନ୍ତୁ, ତାଙ୍କ ପରିବାରକୁ ସାକ୍ଷାତ କରି ପ୍ରାର୍ଥନା କରନ୍ତୁ, ତାଙ୍କଠାରୁ ସେ କି ପ୍ରକାର ସେବା କରୁଛନ୍ତି ଶୁଣନ୍ତୁ। ଏଟଲିଷ୍ଟ ଆମ ଭିତରେ ଆମେ ପୂର୍ଣ୍ଣ ସମୟ ସେବା କରିବା ପାଇଁ ନଗଲେ ମଧ୍ୟ ଆମ ଭିତରେ ଗୋଟେ ସେବକର ହୃଦୟ ରହିବା ଦରକାର। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କର। ସେ ଅନେକ ସ୍ଥାନକୁ ଆସିଲେ, ତାପରେ ଆଗକୁ ବଢିବା ସମୟରେ ଜେରୁସାଲେମକୁ ଯେପରି ସେ ପଦାର୍ପଣ ନ କରନ୍ତି, ଏଥିପାଇଁ ଆତ୍ମାଙ୍କ ଦ୍ୱାରା ଲୋକମାନେ ଚାଳିତ ହୋଇ କହିବାକୁ ଲାଗିଲେ। କିନ୍ତୁ ପାଉଲ ଜାଣି ଜାଣି ସେ ଆଗକୁ ଯାଉଛନ୍ତି। ଆଗକୁ ମୃତ୍ୟୁ ଅଛି। ବାଇବଲରେ ଆପଣ ଦେଖିବେ ଯେଉଁମାନଙ୍କ ଭିତରେ ପ୍ରଭୁଙ୍କର ଆତ୍ମା ଅଛନ୍ତି, ମୃତ୍ୟୁକୁ ସାମ୍ନାରେ ଦେଖିଲେ ବି ପଛକୁ ଚାହିଁନାହାନ୍ତି, ତେଣୁ ଆଗକୁ ବଢିଛନ୍ତି। ଆମ ଦେଶରେ ମଧ୍ୟ ଯେତେବେଳେ ସୁସମାଚାର ସେବା ଚାଲୁଥାଏ, ସେଇ ସମୟରେ ଇଂରେଜ ମାନେ ଆସିଲେ, ଇଂରେଜ ମାନଙ୍କ ଦ୍ୱାରା ଦେଶ ଶାସିତ ହେଲା। ତାପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସିଲା। ଏମାନେ ସେବା କାର୍ଯ୍ୟ କରିବାକୁ ଦେଇନାହାନ୍ତି, ମିଶନାରୀ ମାନଙ୍କୁ ପଠେଇଦେଲେ। ସେମାନଙ୍କ ସ୍ପନ୍ସର ବନ୍ଦ କରାଇଲେ, ଫଣ୍ଡ ବନ୍ଦ କରାଇଲେ। ଏଇ ଇଷ୍ଟ ଇଣ୍ଡିଆ କମ୍ପାନୀ, ଏଇ ଇଂରେଜ ମାନେ ସେବା କାର୍ଯ୍ୟ କରିବାକୁ ଦେଇନାହାନ୍ତି। ଲୋକ କଣ କହୁଛନ୍ତି ନା ଇଂରେଜ ମାନେ ଆସି ଭାରତରେ ଖ୍ରୀଷ୍ଟିଆନ କରିଦେଲେ। କୋଉ ଖ୍ରୀଷ୍ଟିଆନ କଲେ? ସେମାନେ କିଛି କରିନାହାନ୍ତି। ଆଜିର ସମୟରେ ଆମ ଦେଶରେ ବିଜେପି ଆରଏସଏସ ଯାହା କରୁଛି, ସେଇ ସମୟରେ ଇଂରେଜ ଆଉ ଇଷ୍ଟ ଇଣ୍ଡିଆ କମ୍ପାନୀ ସେୟା କରିଥିଲା। ପ୍ରଭୁଙ୍କ ସେବକ ମାନଙ୍କ ପାଇଁ କେବେ ବି ଫେଭରେବଲ କ୍ଲାଇମେଟ ନଥିବ। ଆପଣ ସୁବିଧା ଅସୁବିଧାରେ ସେବା କରିବା ପାଇଁ ପଡିବ। ତ ସାଧୁ ପାଉଲ କଣ କରୁଛନ୍ତି? ସେ ଆଗକୁ ବଢୁଛନ୍ତି। ତାପରେ ଦେଖନ୍ତୁ, ସେମାନେ ଜାନୁପାତି ପ୍ରାର୍ଥନା କଲେ। ସେମାନଙ୍କର ପ୍ରାର୍ଥନା କରିବାର ଶୈଳୀ ଏକା ଜାନୁପାତି ପ୍ରାର୍ଥନା କରିବେ। ଆମର ପ୍ରାର୍ଥନା କେମିତି ପ୍ରାର୍ଥନା? ଆମେ ଜାନୁପାତି ପ୍ରାର୍ଥନା କରୁ କି ନାଇଁ? ଆମେ ଜାନୁପାତି ପ୍ରାର୍ଥନା କରୁନ ନାଇଁ। ଆପଣଙ୍କୁ ଯଦି ଆଣ୍ଠୁରେ ସମସ୍ୟା ନାହିଁ, ଏଟଲିଷ୍ଟ ଆପଣ ଗଦିରେ ମଧ୍ୟ ଆଣ୍ଠାନ୍ତୁ, ତକିଆ ପକେଇକି ଆଣ୍ଠାନ୍ତୁ, କିନ୍ତୁ ଆଣ୍ଠେଇବା ଅଭ୍ୟାସ ଭଲ। ତ ଏଠି ଆମେ ଦେଖୁ ସେ ଜାନୁପାତି ପ୍ରାର୍ଥନା କଲେ, ତାପରେ ବିଦାୟ ଦେଲେ। ଆମେ 7 ପଦରୁ ଆଗକୁ ବଢିବା 14 ପଦ ପର୍ଯ୍ୟନ୍ତ। ଆମ୍ଭେମାନେ ସୋରରୁ ଜଳଯାତ୍ରା ଶେଷ କରି ପତଲମାଇରେ ପହଞ୍ଚିଲୁ ଓ ଭାଇମାନଙ୍କୁ ନମସ୍କାର କରି ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ। ପରଦିନ ଆମ୍ଭେମାନେ ପ୍ରସ୍ଥାନ କରି କାଇସରିଆକୁ ଗଲୁ। ଆଉ 7 ଜଣଙ୍କ ମଧ୍ୟରେ ଅନ୍ତର୍ଗତ ସୁସମାଚାର ପ୍ରଚାରକ ଫିଲିପଙ୍କ ଗୃହରେ ପ୍ରବେଶ କରି ତାଙ୍କ ସାଙ୍ଗରେ ରହିଲୁ। ତାଙ୍କର 4 ଜଣ କୁମାରୀ କନ୍ୟା ଥିଲେ, ସେମାନେ ଭାବବାଦିନୀ ଥିଲେ। ସେହି ସ୍ଥାନରେ ଆମ୍ଭେମାନେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଜିହୁଦା ପ୍ରଦେଶରୁ ଆସିଲେ। ସେ ଆମ୍ଭମାନଙ୍କ ନିକଟକୁ ଆସି ପାଉଲଙ୍କ କଟିବନ୍ଧନ ଘେନି ଆପଣା ହସ୍ତ ପଦ ବନ୍ଧନ କରି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କି ଜେରୁସାଲେମ ନିବାସୀ ଜିହୁଦୀମାନେ ଏହିପରି ବାନ୍ଧି ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ। ଏହି ସମସ୍ତ କଥା ଶୁଣି ଜେରୁସାଲେମକୁ ନ ଯିବା ପାଇଁ ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାଙ୍କୁ ବିନତି କଲୁ। ସେଥିରେ ପାଉଲ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଜେରୁସାଲେମରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି।
ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ। 15 ପଦ ମଧ୍ୟ ପଢି ଦିଅନ୍ତୁ। 15। ଏହି ସମସ୍ତ ଦିନ ଉତ୍ତାରେ ଆମ୍ଭେମାନେ ଜିନିଷପତ୍ର ଘେନି ଜେରୁସାଲେମକୁ ଯାତ୍ରା କଲୁ। ଏବେ କଣ କଲେ ଏମାନେ? ଆଗକୁ ଆସୁଛନ୍ତି, ପତଲମାଇରେ ପହଞ୍ଚିଲେ ସେମାନେ। ସୋରରୁ ପତଲମାଇକୁ ଆସିଲେ, ଆଉ ସେଇଠିରୁ ସେମାନେ କାଇସରିଆକୁ ଆସିଲେ। କାଇସରିଆରେ ଫିଲିପ ତାଙ୍କର ଘରଟିଏ ବନେଇଛନ୍ତି, ସେଠି ରହିଛନ୍ତି। ଆପଣ ଫିଲିପଙ୍କର ସେବା କାର୍ଯ୍ୟ ଟିକେ ଦେଖିବେ, ଟିକେ ମସ୍ତ ଖୋଲନ୍ତୁ। 8 ପର୍ବ, ପ୍ରେରିତ 8 ପର୍ବ ତାର 5 ପଦ। ପ୍ରେରିତ 8 ପର୍ବ 5 ପଦ। ପୁଣି ଫିଲିପ ସମୀରଣର ପ୍ରଧାନ ନଗରକୁ ଯାଇ ଲୋକମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଲାଗିଲେ। ହଁ, ସେ କୋଉଠିକୁ ଗଲେ? ସେ ସମୀରଣକୁ ଗଲେ। ତାପରେ 26 ପଦ। ପରେ ପ୍ରଭୁଙ୍କ ଜଣେ ଦୂତ ଫିଲିପଙ୍କୁ କହିଲେ, ଉଠ, ଦକ୍ଷିଣ ଦିଗରେ ଯେଉଁ ପଥ ଜେରୁସାଲେମରୁ ଗଜା ଆଡକୁ ପଡ଼ିଅଛି, ସେହି ପଥକୁ ଯାଅ, ତାହା ମରୁଭୂମି। ହଁ, ପ୍ରଭୁ କଣ କଲେ ଦେଖନ୍ତୁ। ଫିଲିପ ଯାଇକି ସମୀରଣର ସେବା କାର୍ଯ୍ୟ କଲେ। 8 ପଦରେ କଣ ଲେଖା ଯାଉଛି? ସେଇ ନଗରର ମହା ଆନନ୍ଦ ହେଲା। ମହା ଆନନ୍ଦ ହେଲେ କଣ କରିବା କଥା? ବହୁତ ଦିନ ରହିବା କଥା। ନିଶ୍ଚୟ କହିଥିବେ, ଆଜ୍ଞା ପ୍ଲିଜ ଆପଣ ରୁହନ୍ତୁ ଏଠି ବୋଲି। ତାପରେ ସେ କଣ କଲେ? ସେ ମରୁଭୂମିକୁ ଯାଉଛନ୍ତି। ଗଜା ଆଡକୁ ଯାଇ ସେ ମରୁଭୂମିକୁ, ମାନେ ଗୋଟେ ସକ୍ସେସଫୁଲ ସେବା କାର୍ଯ୍ୟ ପରେ ପ୍ରଭୁ ତାଙ୍କୁ ମରୁଭୂମିକୁ ପଠାଉଛନ୍ତି। ମରୁଭୂମିରେ କେହି ନଥିବେ, ଜଣେ ଲୋକ ଏକା ଅଛି। ଆମେ ମରୁଭୂମିକୁ ଯିବାକୁ ପସନ୍ଦ କରିନଥାଉ, ସତ ନା? ଆମେ ଯଦି ଭିଡ ସେଇଠି ଯିବୁ। ସେ ମରୁଭୂମିକୁ ଗଲେ। ଏଲିୟଙ୍କର ସକ୍ସେସଫୁଲ ସେବା କାର୍ଯ୍ୟ ପରେ ପ୍ରଭୁ କଣ କହୁଛନ୍ତି? ଯାଅ, 3 ବର୍ଷ 6 ମାସ ନିଜକୁ ଚୁପଚାପ ବସ, ଯାଅ, ଆପଣଙ୍କୁ ଲୁଚେଇକି ରଖ। ପ୍ରଭୁ ମୋର ଦ୍ୱାରା ମହାନ ଆଶ୍ଚର୍ଯ୍ୟ କର୍ମ ହଉଛି। ଯାଇ ଚୁପ ହେଇକି ବସ 3 ବର୍ଷ 6 ମାସ ଯାଏ। ତ ବି ଆମେ ଦେଖୁଛୁ ଏଠି କଣ? ସେ ମରୁଭୂମି ଆଡକୁ ଗଲେ। ତାପରେ 40 ପଦ ଦେଖନ୍ତୁ। 8 ପର୍ବ 40 ପଦ। ହଁ, କିନ୍ତୁ ଫିଲିପ ଅସଦୋଦରେ ଦେଖାଗଲେ, ଆଉ ସିଏ ଯାଉ ଯାଉ ନଗରେ ନଗରେ ସୁସମାଚାର ପ୍ରଚାର କରି କାଇସରିଆରେ ଯାଇ ପହଞ୍ଚିଲେ। ଦେଖନ୍ତୁ, ସମୀରଣ, ତାପରେ ଗଜା ଦେଇକି ସେ ମରୁଭୂମିକୁ ଗଲେ, ତାପରେ ଅସଦୋଦକୁ ଆସିଲେ, ତାପରେ କାଇସରିଆରେ ପହଞ୍ଚିଲେ। କାଇସରିଆରେ ପହଞ୍ଚିବାରେ ଆମେ 21 ପର୍ବ 8 ପଦରେ ଦେଖୁଛୁ ଯେ ସେ କାଇସରିଆରେ ସେ ରହୁଛନ୍ତି। ମାନେ ଦୀର୍ଘ ଦିନ ସେବା କାର୍ଯ୍ୟ କଲେ, ରହିବା ପାଇଁ ଘର ନାହିଁ। ଯାତ୍ରା କଲେ 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 ପରେ ଆସି କୋଉଠି ରହିଛନ୍ତି? ସେବେ କାଇସରିଆରେ। ଆଉ ଫିଲିପଙ୍କ ଘରେ ଆସି ରହିଲେ। ଆଉ ଫିଲିପଙ୍କର 4 ଜଣ କନ୍ୟା ଥିଲେ। ଯୋଉମାନଙ୍କ ଝିଅ ଅଛି ଶୁଣନ୍ତୁ। କଣ ଥିଲେ? 4 ଜଣ କନ୍ୟା ଥିଲେ। ଆମେ 2ଟା କନ୍ୟା ହେଇଗଲେ ଆମର ଦୁଃଖ ହେଇଯାଉଛି। ସବୁ କହୁଛନ୍ତି ତମର 2ଟା ପୁଅ, ଗୋଟେ ଝିଅ ହେଇଥିଲେ ଭଲ ହେଇଥାନ୍ତା। ତାଙ୍କର 4 ଜଣ ଝିଅ, ରିଗ୍ରେଟ କିଛି ନାହିଁ। ଆଉ ସୁସମାଚାର ପ୍ରଚାରକ ସେ। କିନ୍ତୁ ସବୁଠୁ ବଡ ବିଷୟ କଣ? 4 ଜଣ ଯାକ କନ୍ୟା, କୁମାରୀ କନ୍ୟା, ସେମାନେ ଭାବବାଦିନୀ ଥିଲେ। এইটা ବଡ ବିଷୟ। ଆପଣଙ୍କର ଝିଅ ମାନେ ବି ଥାଇପାରନ୍ତି। ଆପଣ ସେମାନଙ୍କୁ କଣ କରିବେ? ଏମିତି ଗଠନ କରିବେ ଯେ ଆତ୍ମାରେ ପୂର୍ଣ୍ଣ ରହିବା ଦରକାର। ପବିତ୍ର ଆତ୍ମାରେ ପୂର୍ଣ୍ଣ, ବାଇବଲ ପଢିବେ, ପ୍ରାର୍ଥନା କରିବେ, ଆତ୍ମାରେ ପୂର୍ଣ୍ଣ ରହିବେ। এইটা ହେଲା ବଡ ବିଷୟ। ଆଉ ସେ ମଧ୍ୟ କାଇସରିଆ ଭଳିଆ ଜାଗା। କାଇସରିଆ ଭଲ ଜାଗା ନୁହଁ, ମୂର୍ତ୍ତି ପୂଜାର ସ୍ଥାନ। କାଇସରିଆ ସେଠି ସେ ସମୟରେ ମାନେ ବ୍ୟଭିଚାର କାର୍ଯ୍ୟରେ ଲିପ୍ତ ଗୋଟେ ସ୍ଥାନ। ଦେବଦାସୀ ଭଳିଆ ପରିସ୍ଥିତି ସେଠି ଥିଲା। ସେଠି ଏ ପ୍ରକାର ଏକ ପରିସ୍ଥିତି ସେଇଠି ରହିଥିଲା କାଇସରିଆରେ। ସେମିତି ଜାଗାରେ ଫିଲିପଙ୍କର 4 ଜଣ କୁମାରୀ କନ୍ୟା ଭାବବାଦିନୀ ଥିଲେ। ଭାବି ଦେଖନ୍ତୁ। ଆଉ ତାପରେ କଣ ହଉଛି? ସେଇ ସ୍ଥାନରେ ଆମେ ଅନେକ ଦିନ ରହିଲୁ। ପରେ ଆଗାବ ଆସୁଛନ୍ତି ଜଣେ ଭାବବାଦୀ ଆସିକି ସେ କହୁଛନ୍ତି ପାଉଲଙ୍କର କଟିବନ୍ଧନ କାଢିକି ସେ କହୁଛନ୍ତି, ଆପଣ ହସ୍ତରେ ବାନ୍ଧିକି କହିଲେ, ପବିତ୍ର ଆତ୍ମା
ଏହା କହନ୍ତି ଯେ ଏଇ ବ୍ୟକ୍ତି ଯାହା ଘୋଷଣା ମୁଁ ବାନ୍ଧିଛି ଏ ଜେରୁସାଲେମକୁ ଯିବେ ଆଉ ଜିହୁଦୀ ମାନେ ୟାଙ୍କୁ ବାନ୍ଧିକି ବିଜାତି ମାନଙ୍କୁ ହସ୍ତ ସମର୍ପଣ କରିବେ। 12 ପଦରେ এই সমস্ত কথা শুনি ଜେରୁସାଲେମକୁ ନ ଯିବା ପାଇଁ ଆମମାନେ ଓ ସେଇ ସ୍ଥାନର ଲୋକମାନେ ତାହାଙ୍କୁ ବିନତି କଲୁ। ପ୍ରଥମରେ ଆମେ ଦେଖୁଥିଲୁ 4 ପଦରେ ଯେ ଆମେ ଯେପରି ଜେରୁସାଲେମକୁ ପଦାର୍ପଣ ନ କରୁ ସେଇଟା ଆମେ ଚେଷ୍ଟା କରୁଛୁ। ଆତ୍ମାଙ୍କ ଦ୍ୱାରା ଚାଳିତ ହେଇକରି ଏବେ ଆତ୍ମାଙ୍କ ଦ୍ୱାରା ଚାଳିତ ହେଇ ଜଣେ ଲୋକ କହୁଛନ୍ତି ଆଜ୍ଞା ଆପଣ ଯିବେ ନାହିଁ, ଆପଣଙ୍କୁ ବନ୍ଧନ ଅଛି। 13 ପଦ ସେ କଣ ସେଥିରେ ପାଉଲ ଉତ୍ତର କଲେ ତୁମେ ମାନେ କ୍ରନ୍ଦନ କରି ମୋର ହୃଦୟକୁ ବିଦୀର୍ଣ୍ଣ କରି କଣ କରୁଅଛ? ତେବେ କାନ୍ଦି କରି ମତେ କାହିଁକି ଦୁର୍ବଳ କରୁଛ? ଥରେ କଣ ହେଲା, ଜଣେ ପ୍ରଭୁଙ୍କର ଭଲ ବିଶ୍ୱାସୀ ସେ କଣ କଲେ, ତାଙ୍କ ସ୍ତ୍ରୀକୁ କହିଲେ ଯେ ମୁଁ ସେବା କାର୍ଯ୍ୟ କରିବା ପାଇଁ ଚାହୁଁଛି, ମୁଁ ଭଲେଣ୍ଟିୟର ରିଟାୟାରମେଣ୍ଟ ନେବି, ମତେ ପ୍ରଭୁ ଡାକୁଛନ୍ତି, ମୁଁ ଆଉ କାର୍ଯ୍ୟ କରିବି ନାହିଁ। ତାଙ୍କ ସ୍ତ୍ରୀ ତାଙ୍କୁ କାନ୍ଦି କାନ୍ଦି ଗୋଡ ଧରିକରି କହିଲେ ପ୍ଲିଜ ତୁମେ ଜବ୍ ଛାଡ ନାହିଁ, ଜବ୍ ଛାଡିଲେ ଆମେ ମରିଯିବା। ସେ କହିଲେ ନାଇଁ ପ୍ରଭୁ ମତେ ଚଳେଇବେ, ପ୍ରଭୁ ମତେ କହୁଛନ୍ତି, ପ୍ରଭୁ ମତେ ଯତ୍ନ ନେବେ। ଯଦି ଏବେ ମୁଁ ଛାଡିବି ଦିଏ ମତେ ତ ଭଲେଣ୍ଟିୟର ରିଟାୟାରମେଣ୍ଟ ପେନସନ ବି ମିଳିବ, ମୁଁ ସେବା ପାଇଁ ଯିବା ପାଇଁ ଚାହୁଁଛି। ସେ କହିଲେ ନାଇଁ ତୁମେ ସେବାକୁ ଯିବନି। ଦେଖ ଏ ସାନ ପିଲାର କଣ ହବ, ଆର ତ ଭବିଷ୍ୟତ ବି ହେଇନାହିଁ, ଆମର କଣ ହବ? ବାଧ୍ୟ ହୋଇ ତାଙ୍କ ସ୍ୱାମୀ ଗଲେ। ତାପରେ କଣ ହେଲା ଜାଣିଛନ୍ତି, ସେ ଭାଇ ସେଠି ତାଙ୍କ ଦେହ ଖରାପ ହେଲା, ସେ ମରିଗଲେ। ସେ ମୃତ୍ୟୁଭୋଗ କଲା ପରେ ତାଙ୍କର ସାନ ପୁଅ ବି ମରିଗଲା। ସେ ଭଉଣୀ ଜଣକ ସେ କାନ୍ଦି କାନ୍ଦି କହୁଥାନ୍ତି ବାବୁ ମୁଁ ଆଙ୍କୁ ସେବା ପାଇଁ ମନା କଲି, ମୁଁ ଭାବୁଥିଲି ଆମେ ଭଲରେ ରହିବୁ, ସେ ସେବା ପାଇଁ ନଗଲେ ଆମେ ଭଲରେ ଚଳିବୁ, ସାନ ପିଲାର ଭବିଷ୍ୟତ ହବ, କାରଣ ଇଂଲିଶ ମିଡିୟମ ସ୍କୁଲରେ ପଢୁଛି। ସେ ଆମକୁ ବାରମ୍ବାର କହୁଥାନ୍ତି ନାଇଁ ମୁଁ ସେବା ପାଇଁ ଯିବି, ସେବା ପାଇଁ ଯିବି। ମୁଁ କହିବା ପାଇଁ ଚାହେଁ ଯେତେବେଳେ ବି ଆପଣ ହୃଦୟରେ ପ୍ରଭୁଙ୍କ ସେବା ପାଇଁ ଆଗକୁ ବଢିବା ପାଇଁ ଗୋଟେ ଆହ୍ୱାନ ଆସିବ, ଆପଣ ସବୁ ଛାଡି ଛୁଡି ବାହାରି ଆସନ୍ତୁ। ପ୍ରଭୁ ଯତ୍ନ ନେବେ, ପ୍ରଭୁ ଯତ୍ନ ନେବେ। ଆମେ ଆମର ଜୀବନ ପାଇଁ ଚିନ୍ତା କରିବା, ମୃତ୍ୟୁ ପାଇଁ ଚିନ୍ତା କରିବା ଦରକାର। ଜଣେ ପ୍ରଭୁଙ୍କ ଦାସ କହୁଛନ୍ତି ଟେକ୍ କେୟାର ଅଫ ୟୋର ଲାଇଫ and God will take care of your death. ଆପଣଙ୍କର ଜୀବନର ଯତ୍ନ ନିଅନ୍ତୁ, ମୃତ୍ୟୁର ଯତ୍ନ ପ୍ରଭୁ ନେବେ, ପ୍ରଭୁ ନେବେ ମୃତ୍ୟୁର ଯତ୍ନ। ପ୍ରଭୁ ଆପଣ ମାନଙ୍କୁ ଅନୁଗ୍ରହ କରନ୍ତୁ। ତ ପାଉଲଙ୍କୁ କୁହାଯାଉଛି ଆଗକୁ ବନ୍ଧନ ଅଛି। ସେ କଣ କହୁଛନ୍ତି, ମୁଁ ଜେରୁସାଲେମରେ କେବଳ ବନ୍ଧା ହେବା ପାଇଁ ପ୍ରସ୍ତୁତ ତାହା ନୁହେଁ, ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି। ମାନେ ମରଣକୁ ନାହିଁ ଭୟ, ମୁଁ ମରିବାକୁ ସିଧା ପ୍ରସ୍ତୁତ ଅଛି। ସେ ନ ମାନିବାରୁ ପୁଣି ଆଗକୁ ବଢିଲି। ଆମେ 16 ପଦରୁ ପଢି ପଢି ଯିବା 40 ପଦ ପର୍ଯ୍ୟନ୍ତ, ଏକାଥରକୁ ପଢିଦେବା 16ରୁ 40। ପୁଣି କାଇସରିଆରୁ କେତେକ ଜଣ ଶିଷ୍ୟ ମଧ୍ୟ ଆମ୍ଭମାନଙ୍କ ସାଙ୍ଗରେ ଗଲେ। ସେମାନେ କୁପ୍ର ମନାସନ ନାମକ ଜଣେ ଆଦିମ ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ। ତାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା। ଆମ୍ଭେମାନେ ଜେରୁସାଲେମରେ ପହଞ୍ଚନ୍ତେ ଭାଇମାନେ ଆମ୍ଭମାନଙ୍କୁ ଆନନ୍ଦରେ ଗ୍ରହଣ କଲେ। ପରଦିନ ପାଉଲ ଆମ୍ଭମାନଙ୍କ ସହିତ ଯାକୁବଙ୍କ ଗୃହକୁ ଗଲେ, ଆଉ ସମସ୍ତ ପ୍ରାଚୀନ ସେ ସ୍ଥାନରେ ଉପସ୍ଥିତ ହେଲେ। ସେ ସେମାନଙ୍କୁ ନମସ୍କାର କଲା ଉତ୍ତାରେ ଈଶ୍ୱର ତାଙ୍କ ସେବା ଦ୍ୱାରା ବିଜାତିମାନଙ୍କ ମଧ୍ୟରେ ଯେଉଁ ଯେଉଁ କାର୍ଯ୍ୟ ସାଧନ କରିଥିଲେ, ସେହି ସବୁ ଗୋଟି ଗୋଟି କରି ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। ସେମାନେ ତାହା ଶୁଣି ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ। ପୁଣି ତାଙ୍କୁ କହିଲେ, ହେ ଭାଇ, ଯିହୁଦୀମାନଙ୍କ ମଧ୍ୟରେ ଯେ କେତେ ସହସ୍ର ବିଶ୍ୱାସୀ ଅଛନ୍ତି, ଏହା ତୁମେ ଦେଖୁଅଛ ଯେ ସେ ସମସ୍ତେ ବ୍ୟବସ୍ଥା ପକ୍ଷରେ ଉଦ୍ଯୋଗୀ। ପୁଣି ବିଜାତିମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୁଦୀଙ୍କି ଆପଣା ଆପଣା ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ସେମାନେ ଏହି ସମ୍ବାଦ ପାଇଅଛନ୍ତି। ତେବେ କଣ କରାଯାଏ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ। ତେଣୁ ଆମ୍ଭେମାନେ ତୁମକୁ ଯାହା କହୁଅଛୁ ତାହା କର। ଆମ୍ଭମାନଙ୍କ ପାଖରେ 4 ଜଣ ଲୋକ ଅଛନ୍ତି, ସେମାନେ ଗୋଟିଏ ବ୍ରତ ଘେନିଅଛନ୍ତି।
ସେମାନଙ୍କୁ ଘେନି ସେମାନଙ୍କ ସହିତ ଆପଣାକୁ ସୂଚୀ କର, ଆଉ ସେମାନଙ୍କ ମସ୍ତକ ମୁଣ୍ଡନର ବ୍ୟୟଭାର ବହନ କର। ତାହା ହେଲେ ତୁମ୍ଭ ବିଷୟରେ ସେମାନେ ଯେଉଁ ସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜ ସୁଦ୍ଧା ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ। କିନ୍ତୁ ଯେଉଁ ବିଜାତିମାନେ ବିଶ୍ୱାସୀ ହୋଇଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ପରଦାରଠାରୁ ଆପଣା ଆପଣାକୁ ପୃଥକ ରଖିବା ଯେ ଉଚିତ, ଏହା ଆମ୍ଭେମାନେ ବିଚାର କରି ଲେଖିଅଛୁ। ସେଥିରେ ପାଉଲ ସେହି ଲୋକମାନଙ୍କୁ ଘେନି ପରଦିନ ସେମାନଙ୍କ ସହିତ ଆପଣାକୁ ସୂଚୀ କରି ମନ୍ଦିର ଭିତରେ ପ୍ରବେଶ କଲେ। ପୁଣି ସେମାନଙ୍କ ପ୍ରତ୍ୟେକର ନିମନ୍ତେ ନୈବେଦ୍ୟ ଉତ୍ସର୍ଗ ହେବା ପର୍ଯ୍ୟନ୍ତ ଶୌଚ କର୍ମରେ କେତେ ଦିନ ଲାଗିବ ତାହା ଜଣାଇ ଦେଲେ। ସେହି 7 ଦିନ ପ୍ରାୟ ସମ୍ପୂର୍ଣ୍ଣ ହୋଇ ଆସିଲେ ଆସିଆର ଯିହୁଦୀମାନେ ମନ୍ଦିରରେ ତାଙ୍କୁ ଦେଖି ଲୋକସମୂହକୁ ଉତ୍ତେଜିତ କଲେ। ପୁଣି ତାଙ୍କୁ ଧରି ଚିତ୍କାର କରି କହିବାକୁ ଲାଗିଲେ, ଏ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର। ଯେଉଁ ଲୋକଟା ସବୁ ସ୍ଥାନରେ ଆମ୍ଭମାନଙ୍କ ଜାତି, ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି। ଆହୁରି ମଧ୍ୟ ସେ ମନ୍ଦିର ଭିତରକୁ ଗ୍ରୀକମାନଙ୍କୁ ସୁଦ୍ଧା ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରିଅଛି। କାରଣ ସେମାନେ ପୂର୍ବେ ନଗର ମଧ୍ୟରେ ଏଫିସର ତ୍ରୋଫିମକୁ ପାଉଲଙ୍କ ସାଙ୍ଗରେ ଦେଖିଥିଲେ, ଆଉ ସେ ତାଙ୍କୁ ମନ୍ଦିର ଭିତରକୁ ଆଣିବେ ବୋଲି ଅନୁମାନ କରୁଥିଲେ। ଏଥିରେ ନଗରଯାକ ଚହଳ ପଡ଼ିଗଲା। ଲୋକମାନେ ଏକାଠି ଦୌଡ଼ିଲେ। ପୁଣି ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ, ଆଉ ସେହିକ୍ଷଣି ଦ୍ୱାର ସବୁ ବନ୍ଦ କରାଗଲା। ପୁଣି ସେମାନେ ତାଙ୍କୁ ମାରି ପକାଇବା ପାଇଁ ଚେଷ୍ଟା କରନ୍ତେ ସମୁଦାୟ ଜେରୁସାଲେମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ସୈନ୍ୟଦଳର ସହସ୍ର ସେନାପତିଙ୍କ ନିକଟକୁ ସମ୍ବାଦ ଆସିଲା। ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତସେନାପତିମାନଙ୍କୁ ଘେନି ସେମାନଙ୍କ ନିକଟକୁ ଦୌଡ଼ିଗଲେ। ସେମାନେ ସହସ୍ର ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବାରୁ କ୍ଷାନ୍ତ ହେଲେ। ସେତେବେଳେ ସହସ୍ର ସେନାପତି ପାଖକୁ ଆସି ତାଙ୍କୁ ଧରି 2ଟା ଶିକୁଳିରେ ତାଙ୍କୁ ବାନ୍ଧିବା ପାଇଁ ଆଜ୍ଞା ଦେଲେ। ପୁଣି ସିଏ କିଏ ଓ କ'ଣ କରିଅଛି ବୋଲି ପଚାରିଲେ। ସେଥିରେ ଲୋକସମୂହ ମଧ୍ୟରୁ କେହି କେହି ଏ କଥା, କେହି କେହି ସେ କଥା କହି ଚିତ୍କାର କରିବାକୁ ଲାଗିଲେ। ଆଉ ସେ ଗଣ୍ଡଗୋଳର କାରଣ ନିଶ୍ଚୟ ରୂପେ କିଛି ଜାଣି ନ ପାରିବାରୁ ତାଙ୍କୁ ଗୋଡ଼କୁ ଘେନିଯିବା ନିମନ୍ତେ ଆଦେଶ ଦେଲେ। ପୁଣି ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାଙ୍କୁ ବୋହି ନେଇଯିବାକୁ ପଡ଼ିଲା। କାରଣ ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ତାକୁ ବଧ କର ବୋଲି ଚିତ୍କାର କରୁଥିଲେ। ସେମାନେ ପାଉଲଙ୍କୁ ଗୋଡ଼ ଭିତରକୁ ଘେନିଯିବା ନିମନ୍ତେ ଉଦ୍ୟତ ହେବା ସମୟରେ ସେ ସହସ୍ର ସେନାପତିଙ୍କୁ କହିଲେ, ମୁଁ ଆପଣଙ୍କୁ କିଛି କହିପାରେ କି? ସେଥିରେ ସେ କହିଲେ, ତୁମ୍ଭେ କି ଗ୍ରୀକ ଜାଣ? ତେବେ ଯେଉଁ ମିଶରୀୟ ଲୋକ ଏଥିପୂର୍ବେ ବିଦ୍ରୋହ ଲଗାଇ 4000 ଡକାଇତମାନଙ୍କୁ ପ୍ରାନ୍ତରକୁ ଘେନି ଯାଇଥିଲା, ତୁମ୍ଭେ କି ସେହି ନୁହଁ? ସେଥିରେ ପାଉଲ କହିଲେ, ମୁଁ ତ ଜଣେ ଯିହୁଦୀ, ତାର୍ସ ନଗରର ଲୋକ, କିଲିକିଆର ଗୋଟିଏ ଅସାମାନ୍ୟ ନଗରର ନାଗରିକ। ଏହି ଲୋକମାନଙ୍କୁ କଥା କହିବା ପାଇଁ ମୋତେ ଅନୁମତି ଦେବା ନିମନ୍ତେ ମୁଁ ଆପଣଙ୍କୁ ନିବେଦନ କରୁଅଛି। ସେ ଅନୁମତି ଦେବାରୁ ପାଉଲ ସୋପାନରେ ଠିଆ ହୋଇ ଲୋକମାନଙ୍କୁ ହସ୍ତ ଦ୍ୱାରା ସଂକେତ କଲେ, ଆଉ ସମସ୍ତେ ନୀରବ ହେଲା ଉତ୍ତାରେ ସେ ଏବ୍ରୀ ଭାଷାରେ ସେମାନଙ୍କୁ କହିବାକୁ ଲାଗିଲେ। ଥ୍ୟାଙ୍କ ୟୁ। ଏଠି ଆମେ ଦେଖୁ ଯେ ପାଉଲଙ୍କୁ ଆଗକୁ ବଢିବା ପାଇଁ ପଡୁଛି, ଆଉ ସେ ଆଗକୁ ବନ୍ଧନ ଅଛି ଜାଣି ଜାଣି ଗଲେ। ଯେତେବେଳେ ଲୋକମାନେ ତାଙ୍କୁ କହିଲେ ତୁମେ ଏଇଟା କର ସେଇଟା କର, ତାଙ୍କ କଥା ମାନିଲା ପରେ ବି ଏଇଟା ଘଟୁଛି। ଆମେ ବାଇବଲ ସମ୍ମତ ବିଷୟ ନ କରିକି ଆମେ ଲୋକମାନଙ୍କ ଦ୍ୱାରା ଆଦୃତ ହେଇପାରିବା, କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ ତାହା ସନ୍ତୁଷ୍ଟକର ବିଷୟ ନୁହେଁ। ତାହା ପାଉଲ କରିଛନ୍ତି। ଆଉ ତାପରେ ଆମେ ଦେଖୁ ଏଠି ଯେ ତାଙ୍କୁ ଲୋକମାନେ ମନ୍ଦିରରେ ଦେଖିଲେ,
आउ से निजे प्रवेश करिसंती आउ से जने व्यवस्था लंघनकारी आउ लोक मान को से शिक्षा दउछंती सेमितिका तापर लोक मान तांको धरि कि एबे कोन करछंती मारिबा पई चेष्टा करछन तापर जेमति कुहा देथिला तांको सेमति सिकुली रे बंधा होची से शासनकर्ता जानी भी नांती किए बोली कि से तांको नै कि आसुछ से तांको नै कि आसिले तापर गोड़ भीतर को नउछंती तापरे आमे देखुछु पाउलो कहउछंती मु जने जिहुदी लोक मु किछि कहिबा पई चाहूछि मु तारसो लोक मु से मिस्रीय लोक नुहे विद्रोह करबा लोक मु नुहे मु जने जिहुदी तार्स मोर घर मोरे असामान्य नगर रो नागरिक अटे आ मते किछि कहिबा पे अनुमति दियन तांको किछि कहिबा पई अनुमति दिया जेबारु सेबली भाषा रे कहिबा को आरंभ करूछन मु एटी आपन को कहिबा पई चाहे जे पाउलंकर जीवन रे अनेक प्रकार प्रतिबंधक आसुछि किंतु प्रतिबंधक सत्वे से प्रतिबंधक से आबद्ध ही रहु नांती से सेवा करबा पई अग्रसर होछन आगो को बढ़ुछन ए अध्याय मु नाम देछि मरण को नाही भय से आगो को बढ़ुछन प्रभु अनुग्रह करंतु आज रे सेवा कार्य द्वारा आमे ए शिक्षा ग्रहण करू जे आम अंचल रे जो अपहंच स्थान गुडी को रहिछि आमे से सुसमाचार नै जीवार अछि हुए तो आगामी समय समस्या थाई पारे असुविधा थाई पारे कष्ट थाई पारे आत्मा मध्य कहउछंती पवित्र आत्मा भी जणाउछंती भाववादी आसी जणाउछंती तथापि सुधा पाउलो आगु को जाउछ मरण को नाही भय प्रभु आपन मान का आशीर्वाद करंतु प्रार्थना करी अनुग्रहकारी पिता परमेश्वर मैं आपन को धन्यवाद दउछु आपन वाक्य द्वारा मान को सहित कथा आइछन प्रभु सेवा कार्य अनेक अपंच स्थान हेबार बाकी अछि पाउलो जेपरि समस्त स्थान को जाई पारिले आउ प्रभु सेठी से सेवा कार्य करिसंती आउ कोन से स्थान बाकी नाही अनुग्रह कर प्रभु ए दिन मान कर मंडली अनुष्ठान सेवक माने समस्त अपंच स्थान रे सुसमाचार नहीं जाई परिबे ए प्रकार अनुग्रह प्रदान करो प्रभु गोटे ए प्रकार दर्शन आम को अभिषिक्त करो प्रभु कारण आपण चाहती पृथ्वीर प्रांत पर्यंत आमे जीवु प्रभु आज जो मंडली स्थाणु ही जाइछि जो सेवक माने गोटे स्थान रे बसी रही मंडली दर्शन विहीन होइछि एपरि एक समय रे प्रभु आमान को अनुग्रह करो जेपरि आमे अपंच स्थान मान करे सुसमाचार नहीं जाई पारिबे आपना मान तो कथा हितबार धन्यवाद यीशु को प्रिय नाम रे मांगिली राजा आमीन।